ସଦ୍ରାବନ୍ଧରେ ବୁଡ଼ି ଯୁବକଙ୍କ ମୃତ୍ୟୁ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ଚିତ୍ରକାର ସାହିସ୍ଥ ସଦ୍ରାବନ୍ଧରେ ବୁଡ଼ି ଜଣେ 21 ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି। ମୃତ ଯୁବକ ଜଣଙ୍କ ହେଲେ ପାରଳାଖେମୁଣ୍ଡିର ଗୁଣ୍ଠୁବାରି ସାହିର ନିଖିଳ ପଟ୍ଟନାୟକ ବୋଲି ଜାଣିବାକୁ ମିଳିଛି। ସେ ଜଙ୍ଗମ ସାହି ସ୍ଥିତ ପେଟ୍ରୋଲ ପମ୍ପରେ କାମ କରି ନିଜ ଜୀବିକା ନିର୍ବାହ କରୁଥିଲେ। ସୂଚନା ପ୍ରକାରେ ଆଜି ମଧ୍ୟାହ୍ନ 2:30 ସମୟରେ ସଦ୍ରାବନ୍ଧକୁ ଗାଧେଇବାକୁ ଯାଇଥିଲେ। କୌଣସି କାରଣରୁ ସେ ଗଭୀର ପାଣି ଭିତରକୁ ଖସି ଯାଇଥିଲେ। ଘଟଣାସ୍ଥଳରେ ଥିବା ଲୋକେ ଏହା ଦେଖି ପାରଳାଖେମୁଣ୍ଡି ଅଗ୍ନିଶମ ବିଭାଗକୁ ସୂଚନା ଦେବା ପରେ ଅଗ୍ନିଶମର ଯବାନମାନେ ବହୁ ସମୟ ଖୋଜାଖୋଜି ପରେ ବନ୍ଧରୁ ଉଦ୍ଧାର କରିଥିଲେ। ପରେ ତାଙ୍କୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ପାରଳା ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ମୃତ ଶରୀରର ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି।